ଗୀତ କରୁଛନ୍ତି ଆମେ ଏବେ ଆସିଲୁ ପୁଣି ସକାଳେ ଆସିକି ଆଉ ପୁଣା ଔଷଧ ଆମକୁ ଦେଇଦିଅ ତମେ ବାହାରୁ ନେଇଯିବା ନା ବାହାରୁ ଲେଖିବ ଠିକ୍ ଅଛି ଲେଖିଲେ ଜଣଙ୍କୁ ସାହାଯ୍ୟ ପାଇଁ ସେବା ପାଇଁ ଲେଖିଲେ ଆପଣ ବାହାରୁ ତ ମାନେ ଆସି ଲେଖିବା ଆଉ ଯଦି ଲେଖିବ ମାନେ ଆପଣ ସେଇଟା ନେବେ ଆମେ କାହିଁ ମାଗଣାରେ ଲେଖିବା ଆମର କିଛି ଲାଭ ହେବ ସେଥିରେ ଗୀତ କରୁଛନ୍ତି ରହିଲେ କହିବା କଥା ନାହିଁ ଆପଣଙ୍କର ଏଇ ସମୟଟା ହେଉଛି କେଉଁଟା ଏମର୍ଜେନ୍ସିରେ ଆପଣ ଅଛନ୍ତି ଏମର୍ଜେନ୍ସି ଭିତରେ ଆପଣ କାହିଁ 100 ଟଙ୍କା ଲେଖା ନେଉଛନ୍ତି ତାର ନିୟମଟା କ'ଣ ମୋତେ ବୁଝେଇଲେ ନିୟମ କିଛି ନାହିଁ ଲୋକଙ୍କର ଦରକାର ହେଉଛି ବୋଲି ନେଉଛୁ ନା ଦରକାର ହେଉଛି ବୋଲି ଆପଣ ଏମର୍ଜେନ୍ସିରେ ଅଛନ୍ତି ଏମର୍ଜେନ୍ସିରେ ଏଇଗୁଡ଼ା ଔଷଧ ପାଇବେନି ନା ସେ ପାଇବେନି ବୋଲି ଆପଣଙ୍କୁ ଯଦି ସେଇ ପଏଣ୍ଟକୁ ଯିବି ଆପଣ ଯେଉଁ ମେଡ଼ିସିନ ଷ୍ଟୋର ଏଇଟା ପକେଇବେ ସେ ଚିଠାଟା ପକାଇବା ପାଇଁ ଆପଣଙ୍କ ନିୟମ ଅଛି କି ନିୟମ ତ କିଛି ନାହିଁ ନିୟମ କ'ଣ ନିୟମ ହେଲେ କିସ ନିୟମ ତ କିଛି ନାହିଁ ଲୋକଙ୍କର ପବ୍ଲିକ ମାଡ଼ ଖାଇବା କି ମାଡ଼ ଖାଇବା କଥା ଲୋକ ଅଛନ୍ତି ମୋ ଉପରେ କହୁଛନ୍ତି ଯେ ଯାହା ଆମେ କହିବୁ ସେଟା ହେବ ଠିକ୍ ଅଛି ଯେ ଆପଣ ଜଣଙ୍କୁ ସାହାଯ୍ୟ କରିପାରିବେ ଆପଣ ଜଣେ ଡକ୍ଟର ଯେହେତୁ ଆପଣ ଫ୍ରି ଅଫ୍ କଷ୍ଟ ଜଣଙ୍କୁ ସେବା କରିବା ପାଇଁ ଆପଣ ଅଛନ୍ତି ତା ମାନେ ନେଇ ଯେ ଆପଣ ଏତେ କହିଲେ ତ ତମେ କହୁଛ କାହିଁକି ପଇସାଟା କାହିଁକି ଫିସ୍ଟା କାହିଁକି ନିଆଯିବ ସେଇଟା ହେଉଛି ଆମେ ତ ଯଥାସମ୍ଭବ ଚେଷ୍ଟା କରୁଛୁ ଯେ ଲୋକ ମାଗଣାରେ ହିଁ ନିଅନ୍ତୁ ଆଜ୍ଞା ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ କିନ୍ତୁ କହୁଛନ୍ତି ସାର୍ ଆମେ ଏବେ ଆସିଲୁ ପୁଣି ସକାଳେ ଆସିକି ଆଉ ପୁଣା ଔଷଧ ଆମକୁ ଦେଇଦିଅ ତମେ ବାହାରୁ ନେଇଯିବା ନା ବାହାରୁ ଲେଖିବ ଠିକ୍ ଅଛି ଲେଖିଲେ ଜଣଙ୍କୁ ସାହାଯ୍ୟ ପାଇଁ ସେବା ପାଇଁ ଲେଖିଲେ ଆପଣ ବାହାରୁ ତ ମାନେ ଆସି ଲେଖିବା ଆଉ ଯଦି ଲେଖିବ ମାନେ ଆପଣ 100 ଟଙ୍କା ନେବେ ଆମେ କାହିଁ ମାଗଣାରେ ଲେଖିବା ଆମର କିଛି ଲାଭ ହେବ ସେଥିରେ ହେଲେ ବି ଆପଣ ଏମର୍ଜେନ୍ସି ସେବା ବି କରନ୍ତୁ ତାପରେ ସେବା ତ 400 ଲୋକଙ୍କୁ ତ ଦେଖିବୁ ଆଉ କେତେ ସେବା କରିବୁ ହେଲେ ଆପଣ ଏମର୍ଜେନ୍ସିରେ ଅଛନ୍ତି 10ଟା 20ଟା ମ୍ୟାକ୍ସିମମ୍ ଜଣେ ଡାକ୍ତର ଦେଖିପାରିବ ଗୋଟେ ଦିନରେ ଇଣ୍ଡିଆରେ ଯେଉଁଭଳିଆ ସେବା ଦିଆଯାଉଛି ଆମେରିକାରେ 10ଟା 20ଟା ତାଠୁ ଅଧିକ ଦେଖିପାରିବ ନାହିଁ ତାଠୁ ଅଧିକା ଦେଖିଲେ ଡାକ୍ତର ଦେଇଯିବ ସେଇଟା ତ ସାର୍ ଠିକ୍ କଥା ସେଇଭଳିଆ ସବୁ ନର୍ମ ତ ଗଭର୍ଣ୍ଣମେଣ୍ଟ ବି ମେଣ୍ଟେନ୍ କରିପାରୁନାହିଁ ନା ଗଭର୍ଣ୍ଣମେଣ୍ଟ ବି ମେଣ୍ଟେନ୍ କରିପାରୁନାହିଁ ତ ଆମେ ବି କେମିତି କରିବା ଆମେ ବି କାହିଁକି ଦେବେ ସେଇଟା ହେଉଛି ବଡ଼ କଥା ପଇସାଟା ନେବାନି ନା ଆଉ ସେ ଏକ୍ସଟ୍ରା ଆମକୁ ଲେବର କରାଇବେ ଆଉ ସେ ବି ଆଜି ଲେଖିଥିଲି କୁଆଡ଼େ ସାର୍ଙ୍କର କ୍ଲିନିକ୍ କେଉଁଠି ଲେଖିଥିଲେ କି କ୍ଲିନିକ୍ ଅଲ୍ଟ୍ରାସାଉଣ୍ଡ ପାଇଁ କି କ'ଣ ପାଇଁ ଏମିତି ଲେଖିଥିଲେ କି ସାର୍ ବି ଫୋନ୍ କରିଥିଲି ତାଙ୍କୁ ସେ ପଡ଼ିଗଲାଣି ତମେ ଏମର୍ଜେନ୍ସି ଦରକାର ଏବେ ତ କେଉଁଠି ହେବ ନାହିଁ ବାଲେଶ୍ୱରରେ ହେବ ନାହିଁ କି ଇଏରେ ହେବ ନାହିଁ ବାଲେଶ୍ୱରରେ ପ୍ରାଇଭେଟ୍ କୁଆଡ଼େ ହେବନି କେଉଁଠି ବାଲେଶ୍ୱର ପ୍ରାଇଭେଟ୍ରେ ନା ହଁ ହେବନି ବାଲେଶ୍ୱର କାହିଁକି ହେବନି ଆଉ ତ ସାର୍ଙ୍କର କ୍ଲିନିକ୍ଟାକୁ କାହିଁକି ସାର୍ଙ୍କୁ ପଠେଇଲି କାହିଁକି ନା ସାର୍ଙ୍କ ପାଖରେ ଭଲ ନା ଇଏଟା ସାର୍ ଭଲସେ ଦେଖିବେ ନା ଆମର ଇନଚାର୍ଜ ଆମକୁ ଆଉ ଅଲଗା ଲୋକଙ୍କୁ କହିକି ଲାଭ କ'ଣ କୌଣସି ଫାଇଦା ନାହିଁ ଆମେ ଯଦି ଅଲଗା ଜାଗାରେ ମୁଁ ଯଦି ବିହାରରେ ଥାନ୍ତି ଏଇ ପୋଷ୍ଟରେ ରହିକି କେତେ କ'ଣ କରୁଛନ୍ତି ଓଡ଼ିଶାରେ ଏତେ ଗଭର୍ଣ୍ଣମେଣ୍ଟ ଫ୍ୟାସିଲିଟି ଦେଇଛି ନା ଆଉ ଡାକ୍ତରମାନଙ୍କର କିଛି ନାହିଁ ସତରେ କହୁଛି ଡାକ୍ତରମାନଙ୍କର କିଛି ନାହିଁ ଅନ୍ୟ ୟାଠୁ ବେଟର ତ ମୁଁ କ୍ଲର୍କ ହେଇଥାନ୍ତି ସତରେ କହୁଛି ୟାଠୁ ବେଟର ମୁଁ କ୍ଲର୍କ ହେଇଥାନ୍ତି ଯଦି ମୁଁ ଡାକ୍ତର ହେଇଥାନ୍ତି କ୍ଲର୍କ ତ ନିହାତି ହେଇଯାଇଥାନ୍ତି ଆଉ ୟାଠୁ ମୋଠୁ ବେଶୀ ପଇସା କ୍ଲର୍କ ମାନେ କରୁଛନ୍ତି ମୋଠୁ ଭଲ ଲାଇଫଷ୍ଟାଇଲ୍ ସେମାନେ ରହୁଛନ୍ତି ତାଙ୍କୁ ତ କେହି ଦେଖୁନାହାନ୍ତି କେହି ଚାକିରି କରିବା ନାହିଁ କିନ୍ତୁ ଡାକ୍ତରମାନଙ୍କର ଏତେ ଚାକିରି ରଖିଛି ଗଭର୍ଣ୍ଣମେଣ୍ଟ